ଜୟ ଜଗନ୍ନାଥ। ଜଣେ ଗୌଡ଼ୁଣୀ ପ୍ରତ୍ୟେକ ଦିନ ସକାଳ ହେଲେ ଦହି ବିକିବା ପାଇଁ ଆର ଗାଁକୁ ଯାଆନ୍ତି। ସେ ଗାଁକୁ ଯିବା ପାଇଁ ଗୋଟେ ବାଟରେ ନଦୀ ପଡ଼େ। ପ୍ରତ୍ୟେକ ଦିନ ନଦୀ ପାର ହେଇ ସେ ଯାଆନ୍ତି। ଗୋଟେ ଦିନ ନଦୀ ପାର ହେଇ ଯିବା ସମୟରେ ଗୋଟେ ଜାଗାରେ ଜଣେ ସାଧୁ ସତ୍ସଙ୍ଗ ହେଉଥାଏ, ସେଠି ପ୍ରବଚନ ଦେଉଥାନ୍ତି। ଇଏ ସେଠି ଅଟକି ଯାଇଛନ୍ତି, ଶୁଣିଛନ୍ତି ପ୍ରବଚନ। ଯେ ସାଧୁ କହୁଛନ୍ତି ଯଦି ପ୍ରକୃତ ହୃଦୟରେ କିଏ ଆମେ ଭଗବାନଙ୍କୁ ଡାକେ ତ ଭଗବାନ ଆମକୁ ଭବସାଗର ପାରି କରିଦେବେ। ତାଙ୍କ କାନରେ ସେ କଥା ପଡ଼ିଛି, ସତ୍ସଙ୍ଗ ଶୁଣିଛନ୍ତି, ସେ ତାଙ୍କ କାର୍ଯ୍ୟରେ ଫେରି ଚାଲି ଯାଇଛନ୍ତି। ଦହି ବିକି ଫେରି ଆସିଛନ୍ତି ନିଜ ଘରକୁ। ପ୍ରତ୍ୟେକ ଦିନ ଏହିପରି ଯିବା ଆସିବା କରନ୍ତି। ଗୋଟେ ଦିନ ଏହିପରି ଭାବରେ ଯାଇଛନ୍ତି ଦହି ବିକିବା ପାଇଁ। ଫେରିବା ସମୟରେ ନାଉରିଆ ଡଙ୍ଗା ନେଇ ଚାଲିଯାଇଛି। ସେ ସମୟରେ ସେ ବିଚଳିତ ହୋଇଯାଇଛନ୍ତି, କାହିଁକିନା ସନ୍ଧ୍ୟା ହେଇଗଲାଣି। ନିଜ ପରିବାର ଖୋଜୁଥିବ, ନିଜ ପିଲା ଛୁଆ ଚାହିଁ ବସିଛନ୍ତି, ଜଗି ବସିଛନ୍ତି, ତାଙ୍କ ଫେରିବା ବାଟକୁ ଅନେଇ ବସିଛନ୍ତି। ସେ ସମୟରେ ସେ ମହାତ୍ମାଙ୍କ କଥା ତାଙ୍କର ମନେ ପଡ଼ୁଛି। ମହାତ୍ମା କହିଥିଲେ ନା, ଯେ ପ୍ରକୃତ ସଚ୍ଚା ହୃଦୟରେ ଭଗବାନଙ୍କୁ ଡାକିବ ଏ ଭବସାଗର ପାର ହେଇଯିବ। ସେ ଆଖି ବୁଝିଛନ୍ତି ଏବଂ କହିଛନ୍ତି, ହେ କୃଷ୍ଣ, ମୋତେ ଏ ଭବସାଗରରୁ ପାରି କରିଦିଅ। ଏବଂ ଆଖି ଖୋଲିଲା ବେଳକୁ ନଦୀ ଆରି ପାରରେ। ସେ ନିଜେ ବି ବିଚଳିତ ହୋଇଯାଇଛନ୍ତି ଯେ ଏ କ'ଣ ଲୀଳା ପ୍ରଭୁଙ୍କର। ପ୍ରତ୍ୟେକ ଦିନ ତାଙ୍କ ରୁଟିନ୍ ହେଇଯାଇଛି, ଏମିତି ପ୍ରଭୁଙ୍କୁ ଡାକନ୍ତି ଏବଂ ସେ ତାଙ୍କ କାର୍ଯ୍ୟରେ ବାହାରି ଯାଆନ୍ତି ଏବଂ କାର୍ଯ୍ୟ ସାରି ପୁନର୍ବାର ପ୍ରଭୁଙ୍କୁ ଡାକି ନଦୀ ପାର ହେଇ ତାଙ୍କ ଘରକୁ ଫେରି ଆସନ୍ତି। ଦିନେ ତାଙ୍କ ମନ, ତାଙ୍କ ହୃଦୟ କହିଛି ଯେ ଯାହା ପାଇଁ ମୁଁ ଏତେ ଉପକାର ପାଇଛି ସେ ଲୋକଟିକୁ ମୁଁ ଡାକିବି, ତାକୁ ଆତିଥ୍ୟ ଦେବି, ମୋ ଘରେ ଖାଇବା ପାଇଁ ଡାକିବି, ଘରକୁ ନେବି। ସେ ଯାଇ ସେ ମହାତ୍ମାଙ୍କ ପାଖେ ପହଞ୍ଚିଛନ୍ତି ଏବଂ କହିଛନ୍ତି, ହେ ମହାରାଜ, ଆଜି ଆପଣ ରାତିରେ ମୋ ଘରେ ଖାଇବେ। ମୁଁ ଆତିଥ୍ୟ ଦେବା ପାଇଁ ଚାହୁଁଛି ଆପଣଙ୍କୁ। ଆପଣ ଏତେ ଭଲ ପ୍ରବଚନ ଦେଉଛନ୍ତି, ଏ ସଂସାରକୁ ଭଲ ବାର୍ତ୍ତା ଦେଉଛନ୍ତି, ତେଣୁ ମୁଁ ଚାହେଁ ଆପଣ ଚାଲନ୍ତୁ ମୋ ସହିତ। ମହାତ୍ମା କହିଛନ୍ତି, ଠିକ୍ ଅଛି, ତୁମେ ତୁମ କାର୍ଯ୍ୟ ସାରିକି ଆସ, ଫେରିଲା ବେଳକୁ ଆମେ ସାଙ୍ଗ ହେଇକିରି ଯିବା। ସେ ଯାଇ ଦହି ବିକ୍ରୟ କରିଛନ୍ତି ଏବଂ ଯେତେବେଳେ ଫେରିଛନ୍ତି ସେତେବେଳକୁ ସନ୍ଧ୍ୟା ହେଇଯାଇଛି। ଦୁଇ ଜଣ ସାଙ୍ଗ ହୋଇ ନଦୀ କୂଳରେ ଠିଆ ହେଇଛନ୍ତି ଏବଂ ଗୌଡ଼ୁଣୀ କହୁଛନ୍ତି, ମହାରାଜ ଚାଲନ୍ତୁ ଯିବା। ମହାତ୍ମା କହୁଛନ୍ତି, ଅପେକ୍ଷା ତ କର, ଡଙ୍ଗା ଆସୁ, ନାଉରିଆ ଡଙ୍ଗା ଆଣିକି ଆସୁ, ସାଙ୍ଗ ହେଇକିରି ଯିବା, କାହିଁକିନା ମୋତେ ପହଁରା ଆସେନି। ଗୌଡ଼ୁଣୀ କହିଛନ୍ତି, କାହିଁକି? ଆପଣ ତ କହିଛନ୍ତି ଯିଏ ସଚ୍ଚା ହୃଦୟରେ ଭଗବାନଙ୍କୁ ଡାକେ ସେ ତ ଏ ଭବସାଗର ପାରି କରିଦିଅନ୍ତି। ତ ପ୍ରତ୍ୟେକ ଦିନ ଭଗବାନଙ୍କୁ ଡାକେ, ଏହିପରି ଭାବରେ ଚାଲିଯାଏ। ଏହି ଭାବରେ କହି ନିଜେ କ'ଣ କରୁଛନ୍ତି ନା, ହେ କୃଷ୍ଣ କହି ଆଖି ମୁଦି ଡାକି ଦେଇଛନ୍ତି ଏବଂ ସେ ନଦୀ ପାର ହେଇ ଆର ପାରିରେ ଯାଇ ପହଞ୍ଚି ଯାଇଛନ୍ତି। ଏହାକୁ ଦେଖି ମହାତ୍ମା ମାଟିରେ ଲୋଟି ପଡ଼ିଛନ୍ତି, ଆଖିରୁ ଧାର ଧାର ହିଁ ଅଶ୍ରୁ ହୋଇଯାଇଛି ଏବଂ କହୁଛନ୍ତି, ହେ ପ୍ରଭୁ, ମୁଁ ତ କେବଳ ଜ୍ଞାନ ଦିଏ, ମୁଁ ତ କେବଳ ଆପଣଙ୍କର ଅସ୍ତିତ୍ୱକୁ ସମାଜକୁ ବତାଏ, କିନ୍ତୁ ପ୍ରକୃତରେ ଏ ଭଲ ପାଇବା, ଏ ପ୍ରେମ ତ ସେଇଠି ଅଛି। ଯିଏ ଆପଣଙ୍କୁ ପ୍ରକୃତରେ ଭଲ ପାଇଛି, ମୁଁ ଆଜି ତାକୁ ମୋ ସାମ୍ନାରେ ଦେଖୁଛି। ଜୟ ଜଗନ୍ନାଥ।